বর্তমান সময়ে পাণিপাগ বিভাগ তরফর পাণিপাগকু নেই কিছু নূয়া আপডেট আসিছে। সূচনা অনুযায়ী রাজ্যের থন্ডার 3 ডিগ্রি, খসুচি পারদ, বঢ়ুচি শীত, -1 ডিগ্রি কু খসিলা তাপমাত্রা, প্রবল কুহুড়ি সাঙ্গকু হাড়ভঙ্গা শীতরে থরুচি ময়ূরভঞ্জ। গত 2 দিন ধরে শিমিড়িপাড়ে 0 ডিগ্রি কু তাপমাত্রা থিবা বেড়ে চহলা এবং গুড়িগুড়িয়ারে 2 ডিগ্রি তাপমাত্রা রেকর্ড করা যাইছে। তেবে আসন্তু আজির পাণিপাগর বিস্তৃত খবর উপরে নজর পকাইবা, কিন্তু তা পূর্বরু ভিডিওকু গোটে লাইক করন্তু এবং ভিডিওটিকু ଆପଣମାନଙ୍କ ସାଙ୍ଗସାଥି ମାନଙ୍କୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଯଦି ଆମ ଚ୍ୟାନେଲରେ ଆପଣ ପ୍ରଥମ ଥର ଭିଡିଓ ଦେଖୁଛନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନକୁ ପ୍ରେସ କରି ଅଲ୍ ନୋଟିଫିକେସନକୁ ଅନ୍ କରି ରଖନ୍ତୁ, ଯାହା ଦ୍ୱାରା ଆଗକୁ ପାଣିପାଗ ସମ୍ବନ୍ଧୀୟ ଲାଟେଷ୍ଟ ଅପଡେଟ ଆପଣମାନେ ସର୍ବପ୍ରଥମେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଛି। ସେପଟେ ଝାରସୁଗୁଡାରେ ପୁଣି ରେକର୍ଡ ଥଣ୍ଡା। ସକାଳ 5ଟା ସୁଦ୍ଧା 5.6 ଡିଗ୍ରୀ ଛୁଇଁଲା ଝାରସୁଗୁଡା ତାପମାତ୍ରା। ରାଜଧାନୀରେ ପାରଦ 11.6 ଡିଗ୍ରୀ ଛୁଇଁଛି। ଆହୁରି 15 ଦିନ ଯାଏ ପାଗ ଶୁଖିଲା ରହିବ। ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ 5ରୁ 6 ଡିଗ୍ରୀ ତଳେ ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ 2ରୁ 3 ଡିଗ୍ରୀ କମ୍ ରହିଛି। କିଛି କିଛି ସ୍ଥାନରେ ଶୀତର ଲହରୀ ନେଇ ଚେତାବନୀ ଜାରି ହୋଇଛି। ଆଜି ଶୀତର ଲହରୀ ପାଇଁ 11 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୋମବାର ଅର୍ଥାତ୍ ଆଜି 12 ତାରିଖ ପୁଣି ଆଜିଠାରୁ ବଢିବ କୁହୁଡି। 14 ତାରିଖ ପର୍ଯ୍ୟନ୍ତ କୁହୁଡି ସହ କିଛି କିଛି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଛି। ମୟୂରଭଞ୍ଜ ଓ ଶିମିଳିପାଳରେ 0 ହୋଇଗଲା ପାରଦ। ଶିମିଳିପାଳରେ ଉପର ବାହାରା କାମୁଡାରେ 0 ଡିଗ୍ରୀକୁ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଚହଲାରେ 2 ଡିଗ୍ରୀ, ବରାହିପାଣିରେ 5 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ମୟୂରଭଞ୍ଜର ଅନ୍ୟ ଅଞ୍ଚଳ ଗୁଡ଼ିକରେ ବି ପାରଦ ଖସିଛି। ଦିନ ହଉ ବା ରାତି ଅସହ୍ୟ ଜାଡରେ ପ୍ରଭାବିତ ହେଉଛନ୍ତି ଜନଜୀବନ।